ରାମଙ୍କୁ ପତି ରୂପରେ ବରଣ କରିବା ପାଇଁ ଆସିବେ ସୀତା। ଏଥିପାଇଁ ତାଙ୍କୁ ବିଭିନ୍ନ ଅଳଙ୍କାର ଭୂଷଣରେ ସଜାଉଛନ୍ତି ସଖୀମାନେ। ସୀତାଙ୍କ ଅପୂର୍ବ ବେଶର ଅନୁପମ ବର୍ଣ୍ଣନା କରିଛନ୍ତି ଭଞ୍ଜ। ସଖୀମାନେ ତାଙ୍କ ମୁହଁରେ ମକରୀ ଚିତ୍ର ଅଙ୍କନ କରି ତାଙ୍କୁ କାମଦେବଙ୍କ ପତ୍ନୀ ରତିଙ୍କ ଭଳି ସଜେଇଲେ। କନ୍ଦର୍ପ ରଥରେ ମକର ଚିହ୍ନିତ ପତାକା ଥାଏ। ଆଖିରେ କଜ୍ଜଳ ଦେବାରୁ ମନେ ହେଲା ସତେ ଯେପରି ମାଛ ଧରିବା ବଂଶୀର ଡୋର ଲମ୍ବି ଯାଇଛି। ଆଖିପତା ରୂପକ କଳା ପେଡ଼ିରୁ ଧୈର୍ଯ୍ୟ ବିନାଶକାରୀ କଳା ସାପ କାନ ରୂପୀ ଗାତରେ ପଶିବାକୁ ଯାଉଛି। ଗଳାରେ ସଖୀମାନେ ଚାପଛରୀ ନାମକ ମୋତିମାଳା ପିନ୍ଧାଇଲେ। ମନେ ହେଲା କଣ୍ଠରୂପୀ ପାରା ମୋତିକୁ ଚାଉଳ ମନେକରି ତାକୁ ଖାଇବା ପାଇଁ ଯାଇ ମାଳା ରୂପୀ ପାଶରେ ବନ୍ଦୀ ହୋଇଯାଇଛି। ଶଙ୍ଖ ଭଳି କଣ୍ଠରେ ବହୁ ମାଳା ଶୋଭିତ ହୋଇ ତାକୁ ଅଧିକ ସୁନ୍ଦର କରିଛନ୍ତି। ସେ ତାଙ୍କ ବାହୁରେ ତାଡ଼ ପ୍ରଭୃତି ଅଳଙ୍କାର ଦେବାରୁ ତାଙ୍କ ବକ୍ଷ ଦେଶରୁ ସ୍କନ୍ଧ ପର୍ଯ୍ୟନ୍ତ ବୀଣାର ଶୋଭା ଧାରଣ କରିଛି। ପାଦରେ ବଳା ଓ ତୁଳାକୁଟି ନାମକ ନୂପୁର ଅଳଙ୍କାର ଦେବାରୁ ମନେ ହେଇଛି ଗୋଟିଏ ଉପମା ତାଙ୍କର ତୁଳନୀୟା ହେବେ ନାହିଁ। ଏହାପରେ ସଖୀମାନେ ପାଦରେ ଅଳତା ପିନ୍ଧେଇଛନ୍ତି। ସେ ତାଙ୍କ ପାଦର ରକ୍ତବର୍ଣ୍ଣ ସତେ ଯେପରି ଅଳତା ସହିତ ମିଶି ଯାଇଛି। ପାଦର ରଙ୍ଗ ଓ ଅଳତାର ଭେଦ ବାରି ହୋଇନାହିଁ। ବାଉଁଶ ନଳୀରେ ଥିବା ସୂକ୍ଷ୍ମ ଶାଢ଼ୀକୁ ସଖୀମାନେ ଆଣିଛନ୍ତି। ରାମଙ୍କ ବର୍ଣ୍ଣ ସହିତ ସାମ୍ୟ ଥିବା ନୀଳ ଶାଢ଼ୀ ସୀତା ପିନ୍ଧିଛନ୍ତି। ରାମଙ୍କ ସଙ୍ଗଲାଭ ମନରେ ବସା ବାନ୍ଧିଛି ସୀତାଙ୍କର। ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ସୀତାଙ୍କୁ ପାନ ଖୁଆଇଛନ୍ତି ସଖୀମାନେ। ପାନ ଖାଇ ସୀତାଙ୍କ ରଙ୍ଗ ଅଧର ଅଧିକ ରଙ୍ଗ ଧାରଣ କରିଛି। ଯେତେ ଅଳଙ୍କାର ସୀତାଙ୍କ ଦେହକୁ ମଣ୍ଡିଲେ ସେମାନେ ସୀତାଙ୍କୁ ସୁନ୍ଦର ନ କରି ସୀତାଙ୍କ ଦେହରେ ରହି ନିଜେ ସୁନ୍ଦର ହେଇଛନ୍ତି। ଏଇଠି ଶେଷ ହେଇଛି କାବ୍ୟର ଦଶମ ଛାନ୍ଦ।